ପିଲାମାନେ କାଲି ଆମେ କଣ ଗପ ଶୁଣିଥିଲେ ନା ଦ୍ରୌପଦୀ ଠିକଣା ଭୁଲ କରିଦେଇଥିଲେ ନା କାଲି ଆମେ ଶୁଣିଥିଲେ ତମମାନେ ଶୁଣିଛ। ଆଜି ଆମେ ଆଉ ଗୋଟେ ଗପ ଶୁଣିବା। ଆଜି ଆଉ ଗୋଟେ ଗପର ନାଁ ହଉଛି ବଇଁଶୀ କଥା କହିଲେ। ତମମାନେ ଜାଣିଛ କୋଉ ବଇଁଶୀ କଥା ମୁଁ କହୁଛି? ମନେ ପଡୁଛି ଗୋଟେ ଭଜନର ଧାଡିଟେ କଣ ନା चल रे मन तो वृंदावन चल रे मन चल तो वृंदावन मधुर मधुर बांसी बाजे एत वृंदावन मधुर मधुर बांसी बाजे एत वृंदावन। वृंदावन रे मुरली मनोहर किए ना श्रीकृष्ण जो बंसी बजाती मु सेई बंसीर कथा कहूची। पिलाମାନେ ଥରେ କଣ ହେଇଛି, ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନ ରେ କଦମ୍ବ ଗଛ ମୂଳେ ଟିକେ ହାଲିଆ ହେଇକି ଶୋଇପଡିଛନ୍ତି। ଏଇ ଯୋଉ ବାଁ ପଟ ହାତଟା ମୁଣ୍ଡରେ ଦେଇଛନ୍ତି, ଡାହାଣ ପଟ ହାତରେ ବଇଁଶୀ ଟିକେ ଧରିକି ଶୋଇପଡିଛନ୍ତି। ବଇଁଶୀଟି ତଳେ ଖସିକିରି ପଡିଯାଇଛି। ବଇଁଶୀଟା ଖସିକିରି ତଳେ ପଡିଯାଇଛନ୍ତି, ମନେ ପଡିଲ, ଜାଣିପାରିଲ? ଏଇ ସମୟରେ ମା ରାଧା ଆସିଲେ ଶ୍ରୀକୃଷ୍ଣଙ୍କୁ ଦେଖା କରିବା ପାଇଁ। ଯେତେବେଳେ ରାଧା ଆସିଲେ ଦେଖିଲେ ବଇଁଶୀଟା ତଳେ ପଡିଯାଇଛି, ଭଗବାନ କୃଷ୍ଣ ଶୋଇପଡିଛନ୍ତି। ତେଣୁ କୃଷ୍ଣକୁ ସେ ଆଉ ଉଠେଇଲେନି। କାହିଁ ନିଦ ଭାଙ୍ଗିଲାନି, ତାଙ୍କ ନିଦରୁ ଉଠେଇଲେନି, ଶୋଇପଡିଛନ୍ତି ହାଲିଆ ହେଇକି। ତେଣୁ କଣ କଲେ ନା ବଇଁଶୀଟିକୁ ଉଠେଇକି ଧରିଲେ। ବଡ କୌତୁହଳରେ ରାଧା ବଇଁଶୀକୁ ପଚାରିଲେ ଯେ ବଇଁଶୀ, ଏମିତି ପଚାରିଲେ କଥନ ହବା ପାଇଁ ଚାହିଁଲେ, କଥାବାର୍ତ୍ତା ଟିକେ ହବା ପାଇଁ ଚାହିଁଲେ ବଇଁଶୀ ସହିତ। ବଇଁଶୀ ତ ଗୋଟେ ନିର୍ଜୀବ ବସ୍ତୁ, ତଥାପି ରାଧା ତାଙ୍କ ସାଙ୍ଗେ ଟିକେ ମନର କଥା ହେଲେ। କହିଲେ ବଇଁଶୀ, କେଡେ ଭାଗ୍ୟ ତୁମର ଯେ ତୁମେ ଭଗବାନଙ୍କ ଅଧରରେ ସବୁବେଳେ ଲାଗି ରହିଛ। କଣ ତୁମେ ତପସ୍ୟା କରିଥିଲ, କଣ ତୁମେ ସାଧନା କରିଥିଲ କେଜାଣି ଭଗବାନ ଶ୍ରୀକୃଷ୍ଣ ତୁମକୁ ଦଣ୍ଡେ ହେଲେ ଛାଡୁନାହାନ୍ତି। ବଡ ଭାଗ୍ୟବାନ ତୁମେ। ଏହି ସମୟରେ ଭଗବାନଙ୍କର ଶ୍ରୀକୃଷ୍ଣଙ୍କର ଅଲୌକିକ ମହିମାରେ ବଇଁଶୀ କଥା କହିଲେ। ବଇଁଶୀ କହିଲେ, ହେ ରାଧେ, କହିଲେ ରାଧେ କୋଉଠି ଶବ୍ଦ ଶୁଭୁଛି? ଦେଖିଲେ ବଇଁଶୀ ହିଁ ଶବ୍ଦ ବାହାରୁଛି। ବଇଁଶୀ କଥା କହିଲେ ବଇଁଶୀ କହିଲେ, ହେ ରାଧେ, ମତେ ଟିକେ ଟେକିକିରି ଦେଖୁନ, ମୋ ଭିତରଟା ଫମ୍ପା, ଏପଟେ ଚାହିଁଲେ ଆରପଟକୁ ଦେଖାଯାଉଛି। ମୁଁ ଯେତେବେଳେ ବାଉଁଶ ଥିଲି, ମୋ ଭିତରଟା ନିଦା ଥିଲା। ବାଉଁଶଟାକୁ ଫମ୍ପା କରିସାରିଲା ପରେ, ସରୁ କରିସାରିଲା ପରେ ବଇଁଶୀ ହୁଏ। ମୁଁ ଯେତେବେଳେ ନିଦା ଥିଲି, ମୋ ଭିତରେ ଅହଙ୍କାର ଥିଲା, ଅଭିମାନ ଥିଲା, ଗର୍ବ ଥିଲା। ଯେତେବେଳେ ମୋ ଭିତରୁ ଗର୍ବ, ଅହଙ୍କାର, ଅଭିମାନ ସବୁ ଚାଲିଗଲା, ମୋ ଭିତରଟା ଫମ୍ପା ହେଇଗଲା, ମୁଁ ଯେତେବେଳେ ବାଉଁଶରୁ ବଇଁଶୀ ହେଇଗଲି। ଏବଂ ସେଇ ବଇଁଶୀକୁ ମୋ ଭିତରେ ଦେଇକି ବର୍ତ୍ତମାନ ଶ୍ରୀକୃଷ୍ଣଙ୍କର ପ୍ରେମ ଅବାଧ ଗତିରେ ଚାଲିଛି। ମୁଁ ଭଗବାନଙ୍କୁ ମୋର ସବୁ କିଛି ସମର୍ପଣ କରିଦେଇଛି। ଦେଖୁନ, ସେଇଥିପାଇଁ ଭଗବାନ ମତେ କେବେ ପାଖରୁ ଛାଡୁନାହାନ୍ତି। ରାଧେ କହିଲେ, ତାହେଲେ ମୁଁ କଣ କରିବି? ବଇଁଶୀ କହିଲେ ଯେ ରାଧେ, ତୁମେ ସବୁବେଳେ କହୁଛ କୃଷ୍ଣ ମୋର, କୃଷ୍ଣ ମୋର। ତୁମେ ସେ କଥା କୁହନି କୃଷ୍ଣ ମୋର ବୋଲି। ତୁମେ କୁହେ ମୁଁ କୃଷ୍ଣଙ୍କର। ଯେତେବେଳେ କହିବ ସେତେବେଳେ ଭଗବାନଙ୍କ ପାଖରେ ତୁମେ ବି ସବୁବେଳେ ରହିଥିବ। ସେଇଦିନଠୁ ରାଧା ଅନୁଭବ କଲେ, ରାଧା ଭଗବାନଙ୍କ ପାଖରେ ନିଜକୁ ସମର୍ପଣ କରିଦେଲେ ଏବଂ ଭଗବାନ ହଉଛନ୍ତି ସେ ଭଗବାନଙ୍କର ବୋଲି ଅନୁଭବ କଲେ। ମୁଁ ଏଇଠି ପିଲାମାନେ ତୁମମାନଙ୍କୁ କହି ରଖେ, ଆମ ଭିତରେ ଯେତେବେଳେ ଅହଙ୍କାର ଆସିବ, ଆମେ ଭଗବାନଙ୍କ ପାଖରେ ପହଞ୍ଚି ପାରିବା ନାହିଁ, ବା କିଛି ଭଲ ଜିନିଷ ସଫଳତା ଆମେ ପାଇପାରିବା ନାହିଁ, କିଛି ଭଲ ଜିନିଷ ହାସଲ କରିପାରିବାନି। ସେଥିପାଇଁ ଆମକୁ ଟିକେ ଅହଙ୍କାର ଶୂନ୍ୟ ନମ୍ର ହବାକୁ ପଡିବ। ନମ୍ରନ୍ତି ଫଳିନା ବୃକ୍ଷା ନମ୍ରନ୍ତି ଗୁଣିନା ଜନା। ଯିଏ ନମ୍ର, ଯିଏ ଜ୍ଞାନୀ, ଯିଏ ଗୁଣୀ, ଯାହା ପାଖରେ କିଛି ଜ୍ଞାନ ଥାଏ, ସେ ନଇଁ ପଡେ। ଯେମିତି ଗଛ ଫଳ ଭାରରେ ନଇଁଯାଏ, ଗଛରେ ଯଦି ଫଳ ଭର୍ତ୍ତି ହେଇଯାଏ ସେ ନଇଁ ପଡେ। ସେମିତି ଜ୍ଞାନୀ, ଗୁଣୀ ବ୍ୟକ୍ତି, ଭଲ ବ୍ୟକ୍ତି ନଇଁ ପଡନ୍ତି ବା ନମ୍ର ହେଇଯାଆନ୍ତି। ଏଇଟା ମୁଁ ତୁମମାନଙ୍କୁ କହୁଛି ପିଲେ, କାହାକୁ ନେଇକି ଆମେ ଅହଙ୍କାର କରିବା? ସୁନ୍ଦର ବୋଲି ଆମେ ଅହଙ୍କାର କରିବା? ସୁନ୍ଦର ପରା ଏବେ ଅଛି କାଲି ପଳେଇବ। ସୁନ୍ଦରଟା କଣ ସବୁବେଳେ ରୁହେ? ଅଜ୍ଞାନକୁ ନେଇକି ଅହଙ୍କାର କରିବା?
ज्ञान परा असरନ୍ତି असीम ज्ञान हଉଛି ଅନନ୍ତ ଜ୍ଞାନର କିଛି ସୀମା ନାହିଁ କାହାକୁ ଧନ ଧନ ପରା ଅସ୍ଥିର ଆଜି ଅଛି କାଲି ପଳେଇବ ଜୀବନ ଜୀବନ ବି ଅସ୍ଥିର ଆଜି ଅଛି କାଲି ମରିଯିବା ତେଣୁ କାହାକୁ ନେଇକି ଆମେ ଅହଙ୍କାର କରୁଛେ ତେଣୁ ଟିକେ ଅହଙ୍କାର ଶୂନ୍ୟ ହବା ସମସ୍ତଙ୍କୁ ଭଲ ପାଇବା ଏବଂ ନିଜକୁ ଭଲ ପାଇବା ଏବଂ ଭଗବାନ ଯୋଉ ବଇଁଶୀ ଯୋଉ କଥା କହିଲେ ବଇଁଶୀଙ୍କର କଥାକୁ ଶୁଣିବା ଅହଙ୍କାର ଶୂନ୍ୟ ହବା ଆଜିର କଥା ଏଇଠି ରଖୁଛି ତମମାନେ ଗପ ଶୁଣିଲ ଗପର ନାଁ କଣ ବଇଁଶୀ କଥା କହିଲେ ତେଣୁ ତମେମାନେ ବଇଁଶୀଙ୍କ କଥାରୁ ଯାହା ଶୁଣିଲ ମନେ ରଖିବ ପୁଣି ଆସନ୍ତା କାଲି ଆମେ ଆଉ ଗୋଟେ ଗପ ଶୁଣିବା ଏଇଠି ରଖୁଛି ଆଜିର ଗପ ପିଲାମାନେ ଏଇଠି ରହିଲା ମୋର ଗପ ବଇଁଶୀ କଥା